ରାମେଶ୍ୱର ଭାଇଙ୍କର ସାନ ପୁଅର ଝିଅର ନାମକରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ସତ୍ସଙ୍ଗରେ ଯୋଗ ଦେଇ ଠାକୁରଙ୍କର ଗୁଣ କୀର୍ତ୍ତନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛୁ। ଏଇ ଦାଦା ସେ ଝିଅର ନାମ ଲଗ୍ନ ଘୋଷଣା କରୁଛନ୍ତି। ସେ ଝିଅକୁ ଚନ୍ଦନ ଲଗେଇକି ଠାକୁରଙ୍କ ପାଖରେ ପ୍ରଣାମ କରୁଛନ୍ତି। ଛୁଆ ବି ବହୁତ ସୁନ୍ଦର ଭାବରେ ଠାକୁରଙ୍କ ପାଖରେ ନିଜର ପ୍ରଣତି ଜଣାଉଛି। ବହୁତ ସୁନ୍ଦର ଛୁଆ, ଆଦୌ କାନ୍ଦି ନାହିଁ, ବହୁତ ଖୁସିରେ ଠାକୁରଙ୍କୁ ମୁଣ୍ଡିଆ ମାରୁଛି। ଏଇ ହେଲା ସେ ଝିଅ। ଆଉ ଝିଅଟିର ନାଁ ଦେଓଘରରୁ ଆସିଛି। ବହୁତ ସୁନ୍ଦର ନାଁ ଲବଣୀ। ଦେଖନ୍ତୁ ଛୁଆ କେତେ ଖୁସି ତା ନାଁ ଲଗ୍ନ ଘୋଷଣା ପରେ। ଅନୁଷ୍ଠିତ ସତ୍ସଙ୍ଗରେ ଫକୀର ଭାଇ ନାରୀ ନୀତି ପାଠ କରିଥିଲେ। ଗୋପାଳ ଭାଇ ପ୍ରାରମ୍ଭିକ ସୂଚନା ଏବଂ ସତ୍ସଙ୍ଗର ଉଦ୍ଦେଶ୍ୟ ଆଉ ଠାକୁରଙ୍କର ଦୀପଲୀଳା ବିଷୟରେ କିଛି ଆଲୋକପାତ କରିଥିଲେ। ତାପରେ ଗୋଲକ ଦା ତାଙ୍କର ବକ୍ତବ୍ୟ ରଖିଥିଲେ। ଏହି ସତ୍ସଙ୍ଗରେ ରାମେଶ୍ୱର ଭାଇ ଆଉ ଗୋଲକ ଦା କୀର୍ତ୍ତନ ପରିବେଷଣ କରିଥିଲେ। ଏ କୀର୍ତ୍ତନ ଅତି ଚିତ୍ତାକର୍ଷକ ଥିଲା ଏବଂ ସମସ୍ତେ ଏହି କୀର୍ତ୍ତନରେ ନିଜକୁ ସାମିଲ କରି ଝୁମି ଯାଇଥିଲେ। ଆଉ ସତ୍ସଙ୍ଗ ଶେଷରେ ଛୁଆର ମଙ୍ଗଳ କାମନା କରି ଗୋଲକ ଦା ତାଙ୍କର ବକ୍ତବ୍ୟ ଦେଲେ ଏବଂ ଶେଷରେ ଧ୍ୱନି ଦେଇକି ସତ୍ସଙ୍ଗ ସାଙ୍ଗ କରାଗଲା। ନିଜକୁ ମୁଁ ବି ଏହି ସତ୍ସଙ୍ଗରେ ସାମିଲ କରିବାର ସୁଯୋଗ ପାଇଥିବାରୁ ବହୁତ ଆନନ୍ଦିତ ଏବଂ ଗର୍ବ ଅନୁଭବ କରୁଛି। ଠାକୁରଙ୍କର ସାନ୍ନିଧ୍ୟ ପାଇଲେ ମନ ବହୁତ ପ୍ରଫୁଲ୍ଲ ହୋଇଯାଏ। ଏଇ ହେଉଛି ସେଇ ଛୋଟ ଝିଅ ଲବଣୀ। ତାର ଭବିଷ୍ୟତ ଜୀବନ ମଙ୍ଗଳମୟ ହଉ। ଧନ୍ୟବାଦ।